नमस्कार। जय जगन्नाथ। पूजा चांदा ओडिया कहानीर 10ମ भागକୁ ଆପଣମାନଙ୍କୁ पुणी थरे स्वागत। ଉପର ବେଳା ହେଲା, ସମସ୍ତେ ଶୋଇଥାନ୍ତି, କିନ୍ତୁ ଜୟା ଆଖିରେ ନିଦ ନଥାଏ। କେତେବେଳେ 4ଟା ବାଜିବ, ଘଣ୍ଟାରେ ସେଇ କଥା ଭାବୁଥାଏ। ଠିକ୍ 4ଟା ବାଜିବା ମାତ୍ରେ ସେ ବିଛଣାରୁ ଉଠି ପିଙ୍କିକୁ ଡାକିଲା। ପିଙ୍କି ନିଦରେ ଥାଇ କହିଲା, ରହ ଆଉ ଟିକେ ଯାଉ, ଏବେ ଶୋଇଲି ପରା, ସାଙ୍ଗେ ସାଙ୍ଗେ ଡାକି ଦେଉଛୁ କ'ଣ ଯେ? ଜୟା କହିଲା, ଲୋ ଉଠୁନୁ, ଏବେ 4ଟା ବାଜିଲାଣି ପରା, ଆହୁରି କେତେ କାମ ଅଛି ଜାଣିଛୁ ତ? ଆଜି ରାତି ସୁଦ୍ଧା ଆମକୁ ତିଆରି କାମ ସାରିବାକୁ ପଡ଼ିବ, ନହେଲେ ଶୁଖିବ କେତେବେଳେ? ପିଙ୍କି କହିଲା, ତୁ କାହିଁକି ଯେ ଏତେ ବଡ଼ କାମ କଥା ଗୋଟେ ଚିନ୍ତା କରିଥିଲୁ? ଯା, ସେ ରୋଜିକି ଡାକିନେ। ଜୟା କହିଲା, ସେ ପରା ସକାଳେ ମୋତେ ସାହାଯ୍ୟ କରୁଥିଲା, ବହୁତ କାମ କରି ଥକି ଯାଇଛି, ସେ ଶୋଇଥାଉ, ତୁ ଉଠେ, ଏବେ ଯିବା। ପିଙ୍କି ଆଖି ମଳି ମଳି ଉଠିଲା। ଜୟା ତା ହାତ ଧରି ଟାଣି ଟାଣି ନଳକୂପ ପାଖକୁ ନେଇଗଲା। ଦୁଇଜଣ ମୁହଁ ଧୋଇ କାମରେ ଲାଗି ପଡ଼ିଲେ। କିଛି ସମୟ ପରେ ଗୌରୀ ଦେବୀ ଉଠିଲେ। ଦେଖିଲେ ରୁମ୍ରେ ଜୟା ଆଉ ପିଙ୍କି ନାହାନ୍ତି। ମା ମନଟା ତାଙ୍କର ବ୍ୟସ୍ତ ହୋଇପଡ଼ିଲା। ବାହାରକୁ ନିଜକୁ ଯେତେ ଶକ୍ତ ଦେଖାଉଥିଲେ ବି ଭିତରେ ସୁରେଶ ପ୍ରତି ତାଙ୍କର ଥିବା ଭୟ ତାଙ୍କୁ ଗୋଡ଼ାଇଥିଲା। ସେ ଯିବାବେଳେ କହିଯାଇଥିଲା ପ୍ରତିଶୋଧ ନେବ ବୋଲି। ସେ ଆଉ କିଛି କରିନାହିଁ ତ? ମନକୁ ତାଙ୍କର ପାପ ଛୁଇଁଲା। ବ୍ୟସ୍ତ ହୋଇ ବାହାରକୁ ଦୌଡ଼ିଗଲେ। ଦେଖିଲେ ଜୟା ଆଉ ପିଙ୍କି ମନ ଧ୍ୟାନ ଦେଇ ମାଙ୍କ ମୂର୍ତ୍ତିରେ କିଛି କାମ କରିବାରେ ଲାଗିଛନ୍ତି। ପିଣ୍ଡରେ ତାଙ୍କର ପ୍ରାଣ ପଶିଲା। ଆଶ୍ୱସ୍ତି ନିଶ୍ୱାସଟିଏ ନେଇ ସେମାନଙ୍କ ପାଖକୁ ଗଲେ। ଜୟା ମୂର୍ତ୍ତି ତିଆରିରେ ଏତେ ନିମଗ୍ନ ଥିଲା ଯେ ତାର ପ୍ରତି ଧ୍ୟାନ ବି ନଥିଲା। ଗୌରୀ ଦେବୀ ପାଖକୁ ଯାଇ ଜୟାକୁ କହିଲେ, ତୋ ଆଖିରେ ଟିକେ ବି ନିଦ ନାହିଁ ନା କ'ଣ? ନିଜେ ତ ଶୋଇଲୁ ନାହିଁ, ପିଙ୍କିକୁ ଶୁଆଇ ଦେଲୁ ନାହିଁ। ସେମାନଙ୍କ ସାଙ୍ଗ ଘରକୁ ଆସିବାଟା କାମ କାମରେ କଟିଗଲା ତୋରି ପାଇଁ। ଜୟା କହିଲା, କେଉଁ ଖରାପ କାମ ଯେ ଏଇଟା କରିଦେଲେ କିଛି ବିଗିଡ଼ିଯିବ? ଗୌରୀ ଦେବୀ କହିଲେ, ତୋତେ ମୁଁ କ'ଣ କହିବି କି ବୁଝାଇ ପାରିବି ନାହିଁ? ଯାହା କରୁଛ ଦୁଇଜଣ ଦେଖିକି କର। ଗୋଡ଼ ଯେମିତି ନ ଲାଗେ ମାଙ୍କ ମୂର୍ତ୍ତିରେ, ସେଥିପ୍ରତି ଧ୍ୟାନ ଦେବ। ମୋର ସିଆଡ଼େ ବହୁତ କାମ, ମୁଁ ଚାଲିଲି। ହଁ, ରୋଜିକୁ ଉଠାଇବ ନାହିଁ। ଝିଅଟା ସକାଳେ ଏ ଜୟା ବୁଦ୍ଧିରେ ପଡ଼ି କେତେ କାମ କରିଛି, ଥକି ଯାଇଛି ପୁରା। ସେ ଯେତେବେଳେ ଉଠୁଛି ଉଠୁ, କେହି ଯାଇ ଜବରଦସ୍ତି ତାକୁ ଡାକି ଆଣିବ ନାହିଁ, ବୁଝିଲ? ଜୟା କହିଲା, ହଉ ମା, ଆମେ ଡାକିବୁ ନାହିଁ ତାକୁ, ହେଲା? ଗୌରୀ ଦେବୀ ଘର କାମ କରିବା ଲାଗି ଚାଲିଗଲେ। ଜୟା ଆଉ ପିଙ୍କି କାମରେ ଲାଗିଗଲେ। ଏପଟେ ସୁରେଶ ଆଉ ରଞ୍ଜନର ବିତର୍କ ଅନ୍ତ ହେବାର ନାଁ ହିଁ ନେଉନଥିଲେ। ମାଙ୍କ ପ୍ରତିମା ତିଆରି କରୁଥିବା କାରିଗର କେତେବେଳୁ ଯାଇସାରିଥିଲେ। ଖାଲି ସେଇ ମଣ୍ଡପ ପାଖରେ ସୁରେଶ ଆଉ ରଞ୍ଜନ ଥିଲେ। ବାରମ୍ବାର ସୁରେଶକୁ ରଞ୍ଜନ କହୁଥିଲା, ଆରେ ପୂଜା ଚାନ୍ଦା ଆସିଲେ ତ ପୁରା ଗାଁ ଲୋକଙ୍କ ପାଇଁ ମାଙ୍କର ବଡ଼ ପ୍ରତିମା ତିଆରି ହୁଏ। ଗାଁ ଲୋକଙ୍କୁ ସେଇ ଟଙ୍କାରୁ କିଛି ଖର୍ଚ୍ଚ କରି ଭୋଗ ଦିଆଯାଏ। ଆଉ ନଗେନ ଭାଇଙ୍କ ଘରେ ଯଦି ଦେଇପାରି ନାହାନ୍ତି, ତାହେଲେ କାହାର ତ ସେଥିପାଇଁ ଅସୁବିଧା ନାହିଁ। ତୋର କାହିଁକି ଏତେ ଅସୁବିଧା ହେଉଛି? ତା ଛଡ଼ା ସେଇ 500 ଟଙ୍କା ଆସିଲେ ଯେ କାମ ହେବ, ସେମିତି ତ ନୁହେଁ ନା? ତୁ ସେଇ କଥାକୁ ନେଇ ରାଗିବାର କାରଣଟା କ'ଣ ଯେ ମୁଁ ବୁଝିପାରୁନାହିଁ। ଏଇଟା ତ ସାମୂହିକ ପୂଜା। ତୋର କେଉଁ ବ୍ୟକ୍ତିଗତ ଘଟଣା ହୋଇଛି ଯେ ତୁ ଲଢ଼ିବୁ? ଆଜି ଯେଉଁ କାଣ୍ଡ ଘଟାଇଲୁ ଜାଣିଛୁ ତ? ମୁଁ ନଥିଲେ କ'ଣ ହୋଇଥାନ୍ତା? ମରିଯାଇଥାନ୍ତା ସେ ଝିଅଟା। ପହଁରା ଶିଖିନଥିଲା ସେ, ଦେଖିପାରିଲୁ ନାହିଁ କେମିତି ଆକ୍ତାମାକ୍ତା ହୋଇଯାଉଥିଲା ସେ ପାଣି ଭିତରେ? ତୁ ବି ଗୋଟେ ମଣିଷ, ଆଉ ସେ ବି ତ ଗୋଟେ ମଣିଷ ନା? ତାର କ'ଣ ଭୁଲ ଯେ ତୁ ଏମିତି କରିଲୁ? ଏତେ ନିଷ୍ଠୁର କେମିତି ହୋଇପାରୁଛୁ ତୁ? ମାନବିକତା ନ ରହିଲା ନାହିଁ ତୋ ଭିତରେ, କମ୍ ସେ କମ୍ କିଛି କ୍ଷତି ତ ନ କରେ। ସୁରେଶ କହିଲା, ଥାଉ ଥାଉ, ତୋର ଉପଦେଶ ସେତିକି ଥାଉ। ମୁଁ କ'ଣ ସେଇଟା ମୁଁ ତୋଠାରୁ ଭଲରେ ଜାଣିଛି, ହେଲା? ତୁ ଏତେ ମୋ କଥା ଚିନ୍ତା କରେନା। ମୁଁ ଜାଣିଛି ତୋତେ କାହିଁକି ଏତେ ବାଧୁଛି। ତୁ ସେମାନଙ୍କ ପରିବାରରେ ଜଣେ ଗୁପ୍ତ ସଦସ୍ୟ ନା, ସେଥିପାଇଁ ତୋତେ ବାଧୁଛି। ରଞ୍ଜନ କହିଲା, ଗୁପ୍ତ ସଦସ୍ୟ ଅର୍ଥାତ୍ କ'ଣ? ସୁରେଶ କହିଲା, ବୁଝିପାରୁନାହୁଁ? ତୁ କ'ଣ ଭାବୁଛୁ ତୁ ଯାହା କରୁଛୁ କେହି କିଛି ଦେଖିପାରୁନାହାନ୍ତି କି ଜାଣିପାରୁନାହାନ୍ତି?
ବିରାଡ଼ି ଆଖି ବୁଜି କ୍ଷୀର ପିଉଛି ଆଉ ଭାବୁଛି ତାକୁ କେହି ଦେଖିପାରୁନାହାନ୍ତି। ଆଗରୁ ତାଙ୍କ ଘରେ ନଗେନ ଭାଇ ନଥିବା ବେଳେ ତୁ କେତେଥର ତାଙ୍କ ଘରକୁ ଯାଉ, ମୁଁ କ'ଣ ଦେଖିନାହିଁ ବୋଲି ଭାବୁଛୁ? ରଞ୍ଜନ କହିଲା। ବନ୍ଦ କର ତ ବକବାସ। ଆରେ ତୁ ଏତେ ବଦମାସ। ମୁଁ କେତେବେଳେ ତାଙ୍କ ଘରକୁ ଗଲି? ସୁରେଶ କହିଲା। ଅଜଣା ଚାଉଳରେ ଭାତ ଖାଉଛି ରେ ପୁଅ। ଆରେ ତୁ ପରା ଯାଉ ସେ ଗୌରୀ ସହ ରାତି ବିତେଇବା ପାଇଁ। ତା ଘରେ ତା ସ୍ୱାମୀ ନାହିଁ, ଆଉ ତୋର ବାହାଘର ଜୁଟୁ ନାହିଁ। ଭଲ ଖେଳ ଚାଲିଛି ନା? ଦିଅର ଭାଉଜ ସମ୍ପର୍କ ବି ନିଆରା। ସ୍ୱାମୀର ଅନୁପସ୍ଥିତିରେ ପରପୁରୁଷ ଡାକି ନିଜ ଦେହରେ କ୍ଷୁଧା ମେଣ୍ଟାଇବାର କଳା ପରା ସେ ଗୌରୀକୁ ଭଲ ଭାବରେ ଜଣା। ରଞ୍ଜନକୁ ଲାଗୁଥିଲା ଯେପରି ତା ମୁଣ୍ଡ ଉପରେ ଆକାଶଟା ଛିଡ଼ି ପଡ଼ୁଛି, ଆଉ ତା ପାଦ ତଳର ମାଟି ଧସି ଯାଉଛି। ମୁଣ୍ଡଟା ତାର ବୁଲେଇ ଦେଉଥିଲା। ଏତେ ବଡ଼ ମିଥ୍ୟା ଆରୋପ! ସେ ଆଜି ପର୍ଯ୍ୟନ୍ତ ଗୌରୀ ଦେବୀକୁ ମା ରୂପରେ ଭାବି ଆସିଛି। ସ୍ୱପ୍ନରେ ସୁଦ୍ଧା ତା ମନରେ ତାଙ୍କ ପ୍ରତି କେବେ ଖରାପ ଭାବନା ଆସିନାହିଁ। ଆଉ ଏ ସୁରେଶ ତା ଚରିତ୍ର ସଂହାର କରିବା ସହ ଗୌରୀ ଦେବୀଙ୍କ ଚରିତ୍ରରେ ମିଛରେ କଳଙ୍କର ଦାଗ ଲଗାଇ ଦେଉଛି। ଏତେ ଭୟଙ୍କର ଲୋକ ଇଏ। ମା ଦୁର୍ଗାଙ୍କ ପ୍ରତିମା ଆଗରେ ଏତେ ବଡ଼ ମିଛ କେମିତି କହିପାରୁଛି? ସୁରେଶ କହିଲା। କ'ଣ ଏମିତି ଚୁପ୍ ହୋଇଗଲୁ ଯେ? ସତ କଥାଟା ପଦାରେ ପଡ଼ିଗଲା ବୋଲି ଖରାପ ଲାଗୁଛି କି? ରଞ୍ଜନ କହିଲା। ତୁ କେବଳ ଅପେକ୍ଷା କର, ମୁଁ କେମିତି ଗାଁର ସବୁ ଲୋକଙ୍କ ପାଖରେ ଏକଥା କହି ସମସ୍ତଙ୍କ ଆଗରେ ତୋତେ ଆଉ ସେ ଗୌରୀକୁ ବଦନାମ କରିଦେଉଛି। ମନେ ରଖ। ରଞ୍ଜନ କହିଲା। ତୋର ଏ ଲୁଚାଛପା କାମ ବେଶୀ ଦିନ ନୁହେଁ। ମୋ ସହିତ ଯିଏ ବି ଶତ୍ରୁତା କରେ ତାର ମୁଁ କି ଅବସ୍ଥା କରେ ଭୁଲିଗଲୁ କି? ଆରେ ଆରେ ତୁ ତ ସେ କଥା ଜାଣିନାହୁଁ। ଏବେ ତୋତେ କହିଦେଲେ ବି କିଛି ଅସୁବିଧା ହେବ ନାହିଁ, କାହିଁକି ନା ସେ ଘଟଣା କେବେଠାରୁ କବର ପାଇ ସାରିଛି। ରଞ୍ଜନ କାଠଗଡ଼ ପରି ଛିଡ଼ା ହୋଇଥିଲା। ସେ ଭାବି ପାରୁନଥିଲା ଏସବୁ କ'ଣ କହି ଯାଉଛି ସୁରେଶ। ସେ ତ କିଛି ଭୁଲ କାମ କରିନାହିଁ, ବାସ୍ ଅନ୍ୟାୟର ପ୍ରତିବାଦ କରିଛି। ତଥାପି ତା ମନରେ ଏମିତି ଭୟାବସା ବାନ୍ଧୁଛି କାହିଁକି? ସେ ତ ସତ୍ ପଥରେ ଅଛି, ତଥାପି କାହିଁକି ତାକୁ ଲାଗୁଛି ସୁରେଶ ଯଦି ଏଇ ମିଛ କଥା କହିଦିଏ ସମସ୍ତେ ତାକୁ ଘୃଣା ଚକ୍ଷୁରେ ଦେଖିବେ ବୋଲି। ତା ଦ୍ୱାରା ତ କୌଣସି ମନ୍ଦ କାମ ହୋଇନାହିଁ। ତାହେଲେ ସତରେ କ'ଣ ମା ବୋଲି କେହି ନାହାନ୍ତି? ଏସବୁ ପୂଜା ପାର୍ବଣ କ'ଣ ସତରେ ଖୁସି ପାଇଁ କରାଯାଏ? ଭଲ ଲୋକଙ୍କୁ କ'ଣ ସବୁବେଳେ କଷ୍ଟ ମିଳେ? ସତ୍ପଥରେ ଯାଉଥିବା ସ୍ୱଚର ଲୋକଙ୍କ ସହିତ କ'ଣ ସର୍ବଦା ଅନ୍ୟାୟ ହୁଏ? ଆଉ ଶେଷରେ କ'ଣ ମିଛ ଜିତିଯାଏ ଆଉ ସତ ହାରିଯାଏ? ଏମିତି କାହିଁକି ହୁଏ? ଆଜିକାଲି ଦୁନିଆରେ କ'ଣ ଯିଏ ଅନ୍ୟାୟକୁ ପ୍ରଶ୍ରୟ ଦିଏ ସେ ହିଁ ଶେଷରେ ବିଜୟୀ ହୁଏ? ପ୍ରଶ୍ନ ପରେ ପ୍ରଶ୍ନ, ଆଉ ସେଇ ପ୍ରଶ୍ନ ଭିତରେ ଗୁଡ଼େଇ ତୁଡ଼େଇ ହେଇଯାଉଥିଲା ରଞ୍ଜନ। ସୁରେଶ କହିଲା। ତୋର ମନେ ଅଛି ସେଇ ଝିଅ ରାନୀ କଥା? ସୁରେଶ ମୁହଁରୁ ରାନୀ ନାଁଟା ଶୁଣି ଚମକି ପଡ଼ିଲା ରଞ୍ଜନ। ରାନୀ, ଯାହାକୁ ସେ ସ୍କୁଲ ପଢ଼ିବା ଠାରୁ ଭଲ ପାଇ ଆସୁଥିଲା। ସେମାନଙ୍କ ପ୍ରେମରେ ଦୁଇ ଜଣଙ୍କ ସମ୍ମତି ଥିଲା। ସବୁକିଛି ଅତି ସୁନ୍ଦର ଭାବେ ଚାଲୁଥିଲା। ଦୁଇ ପ୍ରେମ ପକ୍ଷୀ ସେମାନଙ୍କ ବସାରେ ବସି ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖିବାରେ ବ୍ୟସ୍ତ ଥିଲେ। କିନ୍ତୁ କାହାର କେଜାଣି ଖରାପ ନଜର ଲାଗିଗଲା, ସବୁକିଛି ଓଲଟପାଲଟ ହୋଇଗଲା ମାତ୍ର ଗୋଟେ ରାତି ଭିତରେ। କିନ୍ତୁ ସେ ବିଗତ 15 ବର୍ଷ ତଳର ଚେହେରା ରାନୀ କଥା ଏ ସୁରେଶ କାହିଁକି ଏବେ କହୁଛି? ପୁରା ଦୁନିଆ ତ ଜାଣିଥିଲା ସେମାନଙ୍କ ପ୍ରେମ କଥା। ସେଇ ରାନୀ ପାଇଁ ରଞ୍ଜନ ନିଜକୁ ଆଜି ପର୍ଯ୍ୟନ୍ତ ଅବିବାହିତ ରଖିଛି। କିନ୍ତୁ ଏ ସୁରେଶ କାହିଁକି ଆଜି ମନେ ପକାଉଛି? ସୁରେଶ କହିଲା। ଝଟକା ଲାଗିଗଲା କି? ଆରେ ହଁ, ମୋ ସେଇ ତୋର ପ୍ରେମିକା। ଜାଣିଛୁ ସେଦିନ ରାତିରେ କ'ଣ ହୋଇଥିଲା? ତୁ ବି କେମିତି ଜାଣିବୁ ଯେ? ସେଇଟା ତ ସେବେଠାରୁ ରହସ୍ୟ ହୋଇ ରହିଛି। ଆରେ ସେ ସୁନ୍ଦରୀ ତରୁଣୀ ରାନୀ ଆଉ ତୋର ପ୍ରେମକୁ ପୁରା ଦୁନିଆ ସ୍ୱୀକାର କରୁଥିଲେ ବି ମୁଁ କରିପାରୁନଥିଲି। କାହିଁକି ନା ମୁଁ ତାକୁ ସ୍ତ୍ରୀ ଭାବରେ ପାଇବା ପାଇଁ ଚାହୁଁଥିଲି। କୌଣସି ପ୍ରେମ ନଥିଲା ତା ପାଇଁ ମୋ ମନରେ। ବାସ୍ କେବଳ କାମନାର ଜ୍ୱାଳା ମୋତେ ଶାନ୍ତିରେ ଶୁଆଇ ଦେଉନଥିଲା। ସେଦିନ ବର୍ଷା ରାତିରେ ସେ ଟ୍ୟୁସନରୁ ଘରକୁ ଫେରୁଥିଲା। ହଠାତ୍ ଆମ ଘର ପାଖରେ ସେ ଯେତେବେଳେ ପହଞ୍ଚିଥିଲା ସେତେବେଳେ ବହୁତ ଜୋରରେ ବର୍ଷା ହେଲା। ସେ ଅନ୍ୟ ଉପାୟରେ ହୋଇ ବର୍ଷା ଟୋପାରେ ନିଜ ଶରୀରକୁ ରକ୍ଷା କରିବା ପାଇଁ ଆମ ଘର ପିଣ୍ଡା ଉପରକୁ ଉଠି ଆସିଲା। ମୁଁ ବାହାରକୁ ଆସି ଦେଖିଲି ଅଧା ଓଦା ପୋଷାକରେ ସେ ଛିଡ଼ା ହୋଇଥିଲା। ବହୁତ ଭଲ ବ୍ୟବହାର ତା ସହ କରିଲି, ଯେମିତିକି
ମୁଁ ତାର ଜଣେ ବହୁତ ବଡ଼ ହିତାକାଂକ୍ଷୀ। ସେ ବି ମୋତେ ବିଶ୍ୱାସ କରି ଘର ଭିତରକୁ ଆସିଲା। ତାର ଓଦା ପୋଷାକ ଭିତରୁ କୋରା ତକ ତକ ଚେହେରା ଦିଶି ଯାଉଥିଲା। ଧୀରେ ଧୀରେ ମୁଁ ଆଉ ନିଜକୁ ରୋକି ନ ପାରି ତାର ଅନିଚ୍ଛା ସତ୍ତ୍ୱେ ସୁରେଶର କଥା ସରି ନଥିଲା। ରଞ୍ଜନ ଆସି ସୁରେଶର ଗଳାକୁ ଚିପି ଧରି ନେଇଥିଲା।